ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ ଗରପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ ପ୍ରୋଗ୍ରାମ ଚ୍ୟାନେଲ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନଙ୍କ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ମଙ୍ଗଳ ମହାଗ୍ରହଙ୍କର ଗୋଚର 11 ମେ 2026 ମସିହା ମଧ୍ୟାହ୍ନ 12:47 ମଙ୍ଗଳ ମହାଗ୍ରହ ମୀନ ରାଶିର ମେଷ ରାଶିର ଅଶ୍ୱିନୀ ନକ୍ଷତ୍ରକୁ ଆଗମନ କରିବେ। ତାହେଲେ ଅଶ୍ୱିନୀ ନକ୍ଷତ୍ରର ସ୍ୱାମୀ ହେଉଛନ୍ତି ସ୍ୱୟଂ କେତୁ, ଦେବତା ହେଉଛନ୍ତି ଅଶ୍ୱିନୀ କୁମାର। ତାହେଲେ ଯୋଉ ବ୍ୟକ୍ତିଙ୍କର ଜନ୍ମ ଜାତକ ରାଶି ହଉଛି ବିଛା ରାଶି, ବିଛା ରାଶିର ଗ୍ରହ ରାଜ କିଏ ନା ସ୍ୱୟଂ ମଙ୍ଗଳ। ଯୋଉ ବ୍ୟକ୍ତିଙ୍କର ଜନ୍ମ ଜାତକ ରାଶି ହଉଛି ବିଛା ରାଶି, ଅନ୍ୟଥା ଲଗ୍ନ ହଉଛି ବିଛା ଲଗ୍ନ। ଯଦି ଆପଣଙ୍କର ଜାତକ ନାହିଁ, ନାମ ରାଶି ହଉଛି ବିଛା ରାଶି, ତାହେଲେ ନିଶ୍ଚିତ ରୂପରେ ଏପିସୋଡ ଦେଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ପ୍ରିୟ ଦର୍ଶକ ବନ୍ଧୁ, ମନେ ରଖିଥିବା ଦରକାର ମଙ୍ଗଳ ଯେଉଁ ସ୍ଥାନରେ ରୁହନ୍ତି ତିନୋଟି ସ୍ଥାନ ପ୍ରତି ତାଙ୍କର ଦୃଷ୍ଟି ଥାଏ। ପ୍ରଥମତଃ ଦୃଷ୍ଟି ଚତୁର୍ଥ ଭାବ, ଦ୍ୱିତୀୟ ଦୃଷ୍ଟି ସପ୍ତମ ଭାବ, ତୃତୀୟ ଦୃଷ୍ଟି ଅଷ୍ଟମ ଭାବ। ତାହେଲେ ମଙ୍ଗଳ ମହାଗ୍ରହ ମେଷ ରାଶି, ତାହେଲେ ବିଛା ରାଶିରୁ ମେଷ ରାଶି ହଉଛି ଷଷ୍ଠ ଭାବ। ଷଷ୍ଠ କହିଲେ ଶତ୍ରୁ, ଚିନ୍ତା, ଋଣ, ରୋଗ, ଏ ଯୋଉ ଆପଣ ଟେନସନ ଥିଲା ସେ ଆପଣଙ୍କ ଦୂରେଇ ଯିବ। ଶତ୍ରୁ ମାନଙ୍କ ଠାରୁ ବିଜୟ ପ୍ରାପ୍ତି ହେବେ, ଋଣ ମୁକ୍ତି ହେବାର କିଛି ରାସ୍ତା ବାହାରିବ, ବା କୌଣସି ବଡ ଆକାରରେ ଋଣ ନେଇ ଯଦି କିଛି କାର୍ଯ୍ୟରେ ଲଗେଇବାକୁ ଚାହୁଁଛନ୍ତି ଏହି ସମୟରେ ଚେଷ୍ଟା କରନ୍ତୁ, ସଫଳତା ମଧ୍ୟ ମିଳିବ। କିଛି ବିଦେଶରୁ, କିଛି ଦେଶରୁ, କିଛି ବିଦେଶରୁ କିଛି ଶୁଭ ଖବର ଆସିବ ଏବଂ କର୍ମକ୍ଷେତ୍ରରେ କିଛି ବଦଳାପନ ଦେଖାଦେବ। ସ୍ଥାନର ପରିବର୍ତ୍ତନତା ବା କର୍ମର କିଛି ଚେଞ୍ଜେସ୍ ମଧ୍ୟ ଦେଖାଦେବ। ବିଜୟ ପ୍ରାପ୍ତି ଅଛି। ବହୁତ ଦିନ ଧରି ଯୋଉ ପୋଲିସ ମ୍ୟାଟର କୋର୍ଟ କଚେରୀ ଚାଲିଥିଲା ସେଥିରେ ମଧ୍ୟ ସୁଧାର ଦେଖାଦେବ, ସହଯୋଗ ମିଳିବ ଆପଣଙ୍କୁ। କିନ୍ତୁ ଜଲ୍ଦବାଜି ହବା, ଇଗୋ ରଖିବା, ଜିଦି ରଖିବା, ବଡାପଣ ଦେଖାଇବା ଏସବୁ କେବେ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କର ଅପଯଶ, ଦୁଃଖ, ଶୋକ ମଧ୍ୟ ବଢିବାର ସମ୍ଭାବନା ଦେଖାଦେଉଛି। ଜିଦି, କ୍ରୋଧ ଠାରୁ ଦୂରେଇ ରହିବା ବହୁତ ଆବଶ୍ୟକତା ଅଛି। ମୁଁ ଶବ୍ଦ ଠାରୁ ଦୂରେଇ ରୁହନ୍ତୁ। କୌଣସି ପଲିଟିକାଲ କ୍ଷେତ୍ର ଅଛନ୍ତି, ଅନ୍ୟଥା କୌଣସି ବିଜନେସ କ୍ଷେତ୍ରରେ ଅଛନ୍ତି, ଧ୍ୟାନ ଦିଅନ୍ତୁ ଆପଣ କ୍ଷେତ୍ରର ସୁରକ୍ଷିତ। ଆପଣ କଣ କହୁଛନ୍ତି, କଣ କରିବା ଉଚିତ, କଣ ନ କରିବା ଉଚିତ। ଏତଦ୍ ବ୍ୟତୀତ କୌଣସି ଷ୍ଟେଜ ଶୋ କରୁଛନ୍ତି ବା କୌଣସି ସ୍ପୋର୍ଟସ ଲାଇନ ଅଛନ୍ତି, କେୟାରଫୁଲି ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକତା ଅଛି। ଅଧିକ କ୍ରାଉଡ ଭିତରକୁ ଯିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଗ୍ନିକାଣ୍ଡ ହଉଛି ବା କିଛି ବିପଦ ସମ୍ମୁଖୀନ ହେବାର ସମ୍ଭାବନା ଦେଖାଦେଉଛି ସ୍ଥାନକୁ ପରିବର୍ତ୍ତନ କରିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଜିଦି, କ୍ରୋଧ ଆପଣଙ୍କର ସର୍ବନାଶ କାରକ ଦେଖାଦେବ। ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବେ। ଗାଡି ଘୋଡା ଚଳେଇବା ପାଇଁ ସାବଧାନ। କିଛି ଦ୍ରବ୍ୟ, କିଛି ବସ୍ତୁ ବ୍ୟୟ ଦେଖାଦେଉଛି, ନଷ୍ଟ ହେବାର ସମ୍ଭାବନା ଦେଖାଦେଉଛି। ଯଦି ଆପଣଙ୍କର କୌଣସି ବୁଢା ବାପା, ମା ବା ଜେଜେମା ଥାନ୍ତି, ତାହେଲେ ତାଙ୍କ ସ୍ୱାସ୍ଥ୍ୟ କମଜୋରି ଦେଖାଯାଉଛି। ନିଶ୍ଚିତ ରୂପରେ ତାଙ୍କୁ ମେଡିକାଲରେ ଟ୍ରିଟମେଣ୍ଟ କରନ୍ତୁ, ଅବହେଳା କରନ୍ତୁ ନାହିଁ, ଟିକେ ଧ୍ୟାନ ଦେବେ। ଯଦି ପାରୁଛନ୍ତି କିଛି ସେବା ଆକାରରେ, କିଛି କର୍ତ୍ତବ୍ୟତା ସେବା ପ୍ରତି ଫୋକସ ରଖନ୍ତୁ। ଯଦି ଆପଣ କିଛି ବେପାର ବାଣିଜ୍ୟ କରୁଛନ୍ତି ବା ଗୃହସ୍ଥରେ ଅଛନ୍ତି, ଜାଣୁଛନ୍ତି କୌଣସି ବ୍ୟକ୍ତିଙ୍କୁ ମୁଁ କିଛି ହେଲ୍ପ କରିବାକୁ ଯାଇ ନିଜେ ଫସିଯିବି, ସେମିତି କିଛି ହେଲ୍ପ କରନ୍ତୁନି। ବାରମ୍ବାର ଟାଇମ ଆଗକୁ ପଛକୁ ଗଡାଗଡି କରିବା ଉଚିତ ନୁହେଁ। କ୍ରୋଧ, ଜିଦି, ଇଗୋ ଆପଣଙ୍କୁ ଦୁଃଖ ସମସ୍ୟାରେ ପକେଇବାର ସମ୍ଭାବନା ଦେଖାଦେଉଛି। ଟିକେ ସାବଧାନ। ବହୁମୂଲ୍ୟ ରତ୍ନ, ବହୁମୂଲ୍ୟ ଦ୍ରବ୍ୟ, ବସ୍ତୁ, ପଦାର୍ଥକୁ ସୁରକ୍ଷା ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। କିଛି ଚୋରି ହେବା, କିଛି ନୁକସାନ ହେବାର ସମ୍ଭାବନା ଦେଖାଦେଉଛି, ଟିକେ ସାବଧାନ। ତାହେଲେ ପ୍ରଦର୍ଶ ବନ୍ଧୁ, ପ୍ରତିକାର କଣ କରିବା?
प्रत्येक दिन प्रातः समय स्नानादि कार्य सारी सूर्य नारायण को 1 लोटा जल टिके लाल चंदन पकाई सूर्य को अर्घ्य दान करवा। बगलामुखी माता मंत्र को जप करवा। टाइम टेबल परफेक्ट मेंटेन करवा। गाड़ी घोड़ा सावधान चलाइबा। घरे गुरुजन व्यक्ति को प्रत्येक दिन प्रणाम करी आशीर्वाद ग्रहण करवा। निश्चित रूप से 45 डेज आपण अमूल्य रहिबो, बहुमूल्य रहिबो, सफलता मिल, विजयकारी मिल। दर्शक बंधु एत थिला मंगल महांग्रह गोचर बेछा राशि को आज तो समय जाइए कार्यक्रम को रखुचु। पुणी देखा बागा मध्य। जय जगन्नाथ, नमस्कार।